ओम नमो भगवते वासुदेवाय। जत्र गीता विशारश्च पठनं पठनं तथा मदते भगवान वास्तस्त्र कृष्ण राधा काय सह। प्रिय गीता पाठक भक्तगण, ଯେଉଁଠି ଗୀତା ବିଚାର ପଠନ ଓ ପାଠନ ଚାଲେ, ଭଗବାନ ଶ୍ରୀକୃଷ୍ଣ ରାଧା ମାତାଙ୍କ ସହ ସେହିଠାରେ ଉପସ୍ଥିତ ଥାନ୍ତି। ପ୍ରିୟ ଭକ୍ତଗଣ, ଆଜି ଆମର ଆଲୋଚନା ଭଗବତ ଗୀତାର ସେକେଣ୍ଡ ଚାପ୍ଟର 17 ନମ୍ବର ଶ୍ଲୋକଠାରୁ ଆଗକୁ। अविनाशी तु तद्विधि जेन सर्वमिदं ततं विनाश मव्ययं स्यासा न कश्चित् कर्तृमहिति। ଏହିଠାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯାହା ଏ ଶରୀରରେ ପରିବ୍ୟାପ୍ତ ହେଉଛି ତାହା ଅବିନାଶୀ ଅଟେ। ଅବିନାଶୀ ଆତ୍ମାକୁ ବିନାଶ କରିବାକୁ କେହି ସକ୍ଷମ ନୁହନ୍ତି। ଶ୍ରୋତାବନ୍ଧୁ, ଯେଉଁ ଆତ୍ମା ଶରୀରର ସର୍ବତ୍ର ପରିବ୍ୟାପ୍ତ ହୋଇଛି ତାହାର ପ୍ରକୃତ ସ୍ୱଭାବ କ'ଣ ତାହା ଏହି ଶ୍ଲୋକରେ ସ୍ପଷ୍ଟ ଭାବରେ କୁହାଯାଇଛି। ଶରୀରର ସର୍ବତ୍ର କ'ଣ ପରିବ୍ୟାପ୍ତ ହୋଇଛି ଏହା ଯେକୌଣସି ଲୋକ ବୁଝିପାରିବ। ଏହା ହେଉଛି ଚେତନା। ଶରୀରର ସୁଖ ଦୁଃଖ ପ୍ରତି ପ୍ରତ୍ୟେକ ସଚେତନ। ସମଗ୍ର ଶରୀରରେ ହେଉ ବା ଏହାର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ବା ଅଂଶରେ ହେଉ, ଯଦି କିଛି ଆନନ୍ଦ ବା ଯନ୍ତ୍ରଣା ଅନୁଭୂତ ହୁଏ ତାହା ପ୍ରତ୍ୟେକ ଜାଣିପାରନ୍ତି। ଏହି ଯେଉଁ ଚେତନା ବ୍ୟକ୍ତିର ଶରୀରରେ ପରିବ୍ୟାପ୍ତ ହୋଇଛି ତାହା ପ୍ରତ୍ୟେକ ବ୍ୟକ୍ତିର ନିଜ ଶରୀର ମଧ୍ୟରେ ସୀମାବଦ୍ଧ। ତେଣୁ ଗୋଟିଏ ଶରୀରର ସୁଖ ଦୁଃଖ ଅନ୍ୟ ଶରୀରରେ ଅନୁଭୂତି ହୁଏ ନାହିଁ। ତେଣୁ ପ୍ରତ୍ୟେକ ଶରୀରୀ ବା ବ୍ୟକ୍ତି ଏକ ଆତ୍ମାର ମୂର୍ତ୍ତି ମନ୍ତ୍ର ବିଗ୍ରହ ଅଟେ ଏବଂ ଶରୀର ମଧ୍ୟରେ ଯେଉଁ ଆତ୍ମା ବିଦ୍ୟମାନ ତାହା ଲକ୍ଷଣ ହେଲା ବ୍ୟକ୍ତିଗତ ଚେତନା। ଆତ୍ମାର ଆକାର ପ୍ରକାରେ ସମ୍ବନ୍ଧରେ ଏହି କଥା ବର୍ଣ୍ଣନା କରାଯାଇଛି ଯେ, କେଶର ଅଗ୍ରଭାଗକୁ 10,000 ଭାଗ କରି ଏକ ଭାଗ ନେଲେ ଯାହା ହେବ ତାହା ହିଁ ଆତ୍ମାର ଆକାର ଅଟେ। ଆତ୍ମା ଏଡ଼େ ସୂକ୍ଷ୍ମ ଶ୍ଵେତାସ୍ତର ଉପନିଷଦରେ ଏକଥା ସ୍ୱୀକାର କରାଯାଇଛି। ବାଳାଗ୍ର ସତ ଭାଗ୍ୟସ୍ୟ ସତଧା କଳ୍ପିତସ୍ୟ च ଭାଗ ଜୀବ ସ ସଂଜ୍ଞେୟଃ ସ ୟାନନ୍ତାୟା କଳ୍ପତେ। କେଶର ଅଗ୍ରଭାଗକୁ ଶତଧା ଅର୍ଥାତ୍ 100 ଭାଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗକୁ ପୁଣି 100 ଭାଗରେ ବିଭକ୍ତ କରାଗଲେ ଯାହା ହେବ ତାହା ହିଁ ଆତ୍ମାର ଆକାର ଅଟେ। ଶ୍ରୀମଦ୍ ଭାଗବତରେ ମଧ୍ୟ ଏହି କଥା କୁହାଯାଇଛି। କେଶାଗ୍ର ସତ ଭାଗ୍ୟସ୍ୟ ଶତାଂଶ ସାଦୃଶାତ୍ମକଃ ଜୀବଃ ସୂକ୍ଷ୍ମ ସ୍ୱରୂପୋପୟଂ ସାଂଖ୍ୟ ତୀତ ହି ଚିକ୍କଣଃ। ଅସଂଖ୍ୟ ଚିକ୍କଣ ଅଛି, ସେମାନଙ୍କର ଆକାର ହେଉଛି କେଶର ଅଗଭାଗର 10,000 ଭାଗରୁ ଏକ ଭାଗ। ତେଣୁ ପ୍ରତ୍ୟେକ ଆତ୍ମା ଏକ ଚିକ୍କଣ ଅଟେ। ଏହା ଭୌତିକ ଅଣୁଠାରୁ ବା ଚିକ୍କଣଠାରୁ କ୍ଷୁଦ୍ରତର ଅଟେ ଏବଂ ଏ ପ୍ରକାର ଚିକ୍କଣ ସଂଖ୍ୟା ଅନନ୍ତ ଅଟେ। ଏହି ଅତି ସୂକ୍ଷ୍ମ ଚିକ୍କଣ ଏ ଜଡ଼ ଶରୀରରେ ମୌଳିକ ତତ୍ତ୍ୱ ଅଟେ ଏବଂ ଏହି ଚିକ୍କଣର ପ୍ରଭାବ ସମଗ୍ର ଶରୀରରେ ପରିବ୍ୟାପ୍ତ ହୋଇଅଛି। ଯେପରି ଆମେ ଔଷଧ ସେବନ କଲେ ତାହାର ପ୍ରଭାବ ସମଗ୍ର ଶରୀରରେ ଅନୁଭୂତ ହୁଏ, ଠିକ୍ ସେହିପରି ଏହି ଚିକ୍କଣର ପ୍ରଭାବ ସମଗ୍ର ଶରୀରରେ ପରିବ୍ୟାପ୍ତ। ଏହି ଚିକ୍କଣର ଶକ୍ତି ତରଙ୍ଗ ଚେତନା ନାମରେ ସମଗ୍ର ଶରୀରରେ ଅଭିଭୂତ ହୁଏ ଏବଂ ଏହା ହିଁ ହେଉଛି ଆତ୍ମାର ବିଦ୍ୟମାନର ପ୍ରମାଣ। ଯେକୌଣସି ସାଧାରଣ ଲୋକ ଏକଥା ବୁଝିପାରିବ ଯେ ଚେତନା ବିହୀନ ଜଡ଼ ଶରୀର ହେଉଛି ଏକ ମୃତ ଶରୀର ଏବଂ କୌଣସି ଭୌତିକ ଉପାୟରେ ଏହି ଚେତନାକୁ ଶରୀର ମଧ୍ୟରେ ପୁନର୍ଜାଗୃତ କରାଯାଇପାରିବ ନାହିଁ। ତେଣୁ କୌଣସି ଜଡ଼ ବସ୍ତୁର ସଂଯୋଗରେ ଚେତନାର ସଞ୍ଚାର ହୁଏ ନାହିଁ। ଏହା ଚିକ୍କଣର ପ୍ରଭାବ ଅଟେ। ମଣ୍ଡକ ଉପନିଷଦରେ ଏହି ଚିକ୍କଣ ରୂପୀ ଦିବ୍ୟାତ୍ମାର ଆକାର ସମ୍ବନ୍ଧରେ ଆହୁରି ଅଧିକ ଭାବରେ କୁହାଯାଇଛି। ଏଷ ଋଣାତ୍ମା ଚେତସା ଦେବୀ ତତ୍ତ୍ୱେ ଯସ୍ମିନ୍ ପ୍ରାଣଃ ପଞ୍ଚଧା ସମ୍ଭିବେଶ ପ୍ରାଣୈଶ୍ଚିବଂ ସର୍ବଂ ଓଡ଼ଂ ପ୍ରଜାନାଂ ଯସ୍ମିନ୍ ବିଶୁଦ୍ଧେ ବିଭବ ତସ୍ୟ ଆତ୍ମା। ଆତ୍ମା ଅଣୁ ସଦୃଶ ଅତି ସୂକ୍ଷ୍ମାକାର ଅଟେ ଏବଂ ଏହା ବିଶୁଦ୍ଧ ବୁଦ୍ଧି ସାହାଯ୍ୟରେ ଅଭିଭୂତ ହୁଏ। ଏହି ଆତ୍ମା 5 ପ୍ରକାର ବାୟୁରେ ଭାସମାନ ହେଉଅଛି, ଯଥା ପ୍ରାଣ, ଅପାନ, ବ୍ୟନ, ସମାନ ଓ ଉଦାନ। ଏହା ହୃଦୟ ମଧ୍ୟରେ ଅବସ୍ଥିତ ଏବଂ ପ୍ରତ୍ୟେକ ଜୀବର ଶରୀରରେ ଏ ପ୍ରକାର ପ୍ରଭାବ ବିସ୍ତୃତ। ଯେତେବେଳେ 5 ପ୍ରକାର ଭୌତିକ ବାୟୁର ଦୋଷରୁ ଏ ଆତ୍ମା ମୁକ୍ତ ହୋଇଯାଏ ସେତେବେଳେ ଏହାର ଦିବ୍ୟ ପ୍ରଭାବ ପ୍ରଦର୍ଶିତ ହୁଏ। ହଠଯୋଗ ସାଧନାର ଉଦ୍ଦେଶ୍ୟ ହେଲା ବିଭିନ୍ନ ପ୍ରକାର ଆସନ ଅଭ୍ୟାସ କରି
ଶୁଦ୍ଧ ଆତ୍ମାକୁ ଘେରି ରହିଥିବା ଏ ପଞ୍ଚ ବାୟୁକୁ ନିୟନ୍ତ୍ରଣ କରିବା। କୌଣସି ଭୌତିକ ସୁଖ ଲାଭ ଉଦ୍ଦେଶ୍ୟରେ ଏହା ଅଭ୍ୟାସ କରିବା ଉଚିତ ନୁହେଁ। ସୂକ୍ଷ୍ମ ଚିଦାତ୍ମାକୁ ଭୌତିକ ପରିବେଷ୍ଟିନୀରୁ ମୁକ୍ତ କରିବା ନିମନ୍ତେ ହଠଯୋଗ ସାଧନା କରାଯାଇପାରେ। ଏହା ହିଁ ହେଉଛି ହଠଯୋଗ ସାଧନାର ଉଦ୍ଦେଶ୍ୟ। ଏହିପରି ସୂକ୍ଷ୍ମ ଆତ୍ମା କଥା ସମସ୍ତ ଦୈବିକ ସାହିତ୍ୟରେ ସ୍ୱୀକୃତ ହୋଇଅଛି ଏବଂ ଯେକୌଣସି ସୁସ୍ଥ ମନ ବିଶିଷ୍ଟ ବ୍ୟକ୍ତି ବାସ୍ତବ କ୍ଷେତ୍ରରେ ଏହା ଅନୁଭବ କରିପାରିବ। ଏହି ସୂକ୍ଷ୍ମ ଅଣୁ ଆତ୍ମାର ପ୍ରଭାବ କୌଣସି ଏକ ନିର୍ଦ୍ଦିଷ୍ଟ ଶରୀରରେ ପରିବ୍ୟାପ୍ତ ହୋଇପାରେ। ମଣ୍ଡକ ଉପନିଷଦର ବର୍ଣ୍ଣନା ଅନୁଯାୟୀ ଏହି ସୂକ୍ଷ୍ମ ଅଣୁ ଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ। ଏ ଅଣୁ ଆତ୍ମା ଏତେ ସୂକ୍ଷ୍ମ ଯେ ଭୌତିକ ବିଜ୍ଞାନୀଗଣ ତାହାକୁ ଜାଣିପାରନ୍ତି ନାହିଁ। ଏହା ତାଙ୍କର ଜ୍ଞାନ ପରିସରର ବାହାରେ। ତେଣୁ ସେମାନଙ୍କ ମଧ୍ୟରୁ କେତେକ ନିର୍ବୋଧ ଭାବେ କହନ୍ତି ଯେ ଆତ୍ମା ବୋଲି ଦୁନିଆରେ କିଛି ନାହିଁ। ପରମାତ୍ମାଙ୍କ ସହିତ ଏହି ଅଣୁଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ ଏବଂ ସେଇଥିପାଇଁ ଶରୀର ଚଳପ୍ରଚଳ ହେବା ପାଇଁ ଯେଉଁ ଶକ୍ତି ଦରକାର ସେ ସମସ୍ତ ଶକ୍ତି ଶରୀରର ଏହି ଅଂଶରୁ ବାହାରେ। ଯେଉଁ ରକ୍ତକଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ଦହନ କରିନିଅନ୍ତି ସେମାନେ ହିଁ ଆତ୍ମାରୁ ଶକ୍ତି ସଂଗ୍ରହ କରନ୍ତି। ଯେତେବେଳେ ଏହି ସ୍ଥିତିରୁ ଆତ୍ମା ଚାଲିଯାଏ ସେତେବେଳେ ରକ୍ତ ପ୍ରବାହ କାର୍ଯ୍ୟ ବନ୍ଦ ହୋଇଯାଏ। ଚିକିତ୍ସା ବିଜ୍ଞାନ ଲୋହିତ ରକ୍ତ କଣିକାର ଗୁରୁତ୍ୱ ସ୍ୱୀକାର କରିଅଛି, କିନ୍ତୁ ଏହି ଶକ୍ତିର ଉତ୍ସ ଯେ ଆତ୍ମା ଏହା ବିଜ୍ଞାନ ସ୍ୱୀକାର କରିପାରି ନାହିଁ। ଅବଶ୍ୟ ଚିକିତ୍ସା ବିଜ୍ଞାନ ଏକଥା ସ୍ୱୀକାର କରେ ଯେ ଶରୀରର ସମସ୍ତ ଶକ୍ତିର ଆଧାର ହେଉଛି ହୃଦୟ। ଏ ପ୍ରକାର ଅଣୁ ଆତ୍ମାଗୁଡ଼ିକ ସୂର୍ଯ୍ୟ କିରଣରେ ଭାସି ବୁଲୁଥିବା ଅଣୁମାନଙ୍କ ସହ ତୁଳନା କରାଯାଏ। ସୂର୍ଯ୍ୟ କିରଣରେ ଅସଂଖ୍ୟ ଦୀପ୍ତିମନ୍ତ ଅଣୁ ଅଛନ୍ତି। ଠିକ୍ ସେହିପରି ଭଗବାନଙ୍କର କିରଣରେ ଯେଉଁ ଦୀପ୍ତିମନ୍ତ ଅଣୁଗୁଡ଼ିକ ଭାସି ବୁଲୁଛନ୍ତି ସେମାନେ ଭଗବାନଙ୍କର ଅଂଶବିଶେଷ ଅଟନ୍ତି। ଏହି କିରଣକୁ ଭଗବାନଙ୍କର ପ୍ରଭା ବା ଅଙ୍ଗପ୍ରଭା ବୋଲି କୁହାଯାଏ। ଦୈବିକ ଜ୍ଞାନ କିମ୍ବା ଆଧୁନିକ ବିଜ୍ଞାନ କେହି ଶରୀରରେ ଆତ୍ମାର ଦିବ୍ୟମାନତା କଥା ଅସ୍ୱୀକାର କରୁନାହାନ୍ତି ଏବଂ ସ୍ୱୟଂ ପରମପୁରୁଷ ଭଗବାନ ହିଁ ସେହି ଆତ୍ମଜ୍ଞାନକୁ ସ୍ପଷ୍ଟ ଭାବରେ ଭଗବଦ୍ଗୀତାରେ ବର୍ଣ୍ଣନା କରିଛନ୍ତି। ଅନ୍ତବନ୍ତ ଇମେ ଦେହା ନିତ୍ୟାସକ୍ତ୍ୟଃ ଶରୀରିଣୀଃ ଅନାଶିନଃ ପ୍ରମେୟସ୍ୟ ତସ୍ମାତ୍ ଯୁଧ୍ୟସ୍ୟ ଭାରତ। ଅବିନାଶୀ, ଅକଳନୀୟ ଏବଂ ସନାତନ ଆତ୍ମାର ଏ ଜଡ଼ ଶରୀର କେବଳ ବିନାଶଶୀଳ ଅଟେ। ତେଣୁ ହେ ଭାରତ ବଂଶଜ, ତୁମେ ଯୁଦ୍ଧ କର। ଏହି କଥା ଭଗବାନ ଅର୍ଜୁନଙ୍କୁ କହୁଛନ୍ତି। ପ୍ରିୟ ଶ୍ରୋତାଗଣ, ଏ ଜଡ଼ ଶରୀର ସ୍ୱଭାବତଃ ବିନାଶଶୀଳ ଅଟେ। ଏହା ସଙ୍ଗେ ସଙ୍ଗେ ବିନଷ୍ଟ ହୋଇପାରେ କିମ୍ବା 100 ବର୍ଷ ପରେ ବିନଷ୍ଟ ହୋଇପାରେ। ଏହା କେବଳ ସମୟର କଥା। ଅନିର୍ଦ୍ଧାର୍ଯ୍ୟ କାଳ ପର୍ଯ୍ୟନ୍ତ ଏହାକୁ ସୁରକ୍ଷା କରାଯାଇପାରିବ ନାହିଁ। ଆତ୍ମା ଏଡ଼େ ସୂକ୍ଷ୍ମ ଯେ ଏହାକୁ ଶତ୍ରୁ ମଧ୍ୟ ଦେଖିପାରିବ ନାହିଁ। ଆଉ ମାରିବା କଥା ତ କ'ଣ କୁହାଯିବ। ପୂର୍ବ ଶ୍ଲୋକର ବର୍ଣ୍ଣନା ଅନୁଯାୟୀ ଏହା ଏତେ ସୂକ୍ଷ୍ମ ଯେ ଏହାର ଆକାର ପ୍ରକାର ବିଷୟରେ କେହି ଧାରଣା କରିପାରିବେ ନାହିଁ। ତେଣୁ ଉଭୟ ଦୃଷ୍ଟିରୁ ଦୁଃଖର କୌଣସି କାରଣ ନାହିଁ, କାରଣ ଜୀବାତ୍ମାକୁ ହତ୍ୟା କରାଯାଇପାରିବ ନାହିଁ। ଯେଣୁ ଏହା ଅବିନାଶୀ କିମ୍ବା ଏ ଜଡ଼ ଶରୀରକୁ ସବୁଦିନ ପାଇଁ ରକ୍ଷା କରାଯାଇପାରିବ ନାହିଁ, ତେଣୁ ଏହା ବିନାଶଶୀଳ ଅଟେ। ସୂକ୍ଷ୍ମ ଜୀବାତ୍ମା ତାର କର୍ମ ଅନୁଯାୟୀ ଏ ଜଡ଼ ଶରୀର ଧାରଣ କରିଛି ଏବଂ ସେଇଥିପାଇଁ ଧର୍ମନୀତି ଅନୁସରଣ କରିବା ଉଚିତ। ବେଦାନ୍ତ ସୂତ୍ରରେ ଜୀବାତ୍ମାକୁ ଆଲୋକ ରୂପେ ବର୍ଣ୍ଣନା କରାଯାଇଛି, କାରଣ ତାହା ପରମ ଆଲୋକର ଅଂଶ ବିଶେଷ ଅଟେ। ଯେପରି ସୂର୍ଯ୍ୟାଲୋକ ସମଗ୍ର ବ୍ରହ୍ମାଣ୍ଡକୁ ରକ୍ଷା କରୁଛି, ସେହିପରି ଆତ୍ମାର ଆଲୋକ ଏ ଜଡ଼ ଶରୀରକୁ ରକ୍ଷା କରୁଛି। ଜୀବାତ୍ମା ଏ ଜଡ଼ ଶରୀରରୁ ବାହାରି ଗଲାକ୍ଷଣି ଏ ଶରୀର ପଚିବାକୁ ଆରମ୍ଭ କରେ। ତେଣୁ ଏଥିରୁ ଜଣାଯାଉଛି ଯେ ଜୀବାତ୍ମା ଶରୀରକୁ ରକ୍ଷା କରେ। ଏ ଶରୀର ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେଣୁ ଅର୍ଜୁନଙ୍କୁ ଉପଦେଶ ଦିଆଯାଉଛି, ଯୁଦ୍ଧ କର ଏବଂ ଧର୍ମ ସଂସ୍ଥାପନାର୍ଥେ ଜଡ଼ ଶରୀରକୁ ବିନାଶ କର। ୟୋ ୟେନଂ ବେତି ହନ୍ତାରଂ ଯଚୈନଂ ମନ୍ୟତେ ହତଂ ଉତୈତ ନ ବିଜାନିତ ନ୍ୟାୟଂ ହନ୍ତି ନ ହନ୍ୟତେ। ଯେ ଏପରି ଭାବେ ଯେ ଜୀବାତ୍ମା ହତ୍ୟାକାରୀ କିମ୍ବା ସେ ହତ ହୋଇଅଛି, ସେ କିଛି ଜାଣେ ନାହିଁ। ଯାହାର ଜ୍ଞାନ ଅଛି ସେ କଥା ଜାଣେ ଯେ ଆତ୍ମା ମରେ ନାହିଁ କିମ୍ବା କାହାରିକୁ ମାରେ ନାହିଁ। ପ୍ରିୟ ଶ୍ରୋତାଗଣ, ଯେତେବେଳେ କୌଣସି ଜୀବ
କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ଭୀଷଣ ଭାବେ ଆଘାତ ହୁଏ, ସେତେବେଳେ ଏହା ଜାଣି ରଖିବା ଉଚିତ ଯେ ଶରୀର ମଧ୍ୟରେ ଥିବା ଆତ୍ମା ହତ ହୁଏ ନାହିଁ। ଆତ୍ମା ଏଡ଼େ କ୍ଷୁଦ୍ର ଯେ ତାହାକୁ କୌଣସି ଭୌତିକ ଅସ୍ତ୍ରଶସ୍ତ୍ରରେ ହତ୍ୟା କରିବା ସମ୍ଭବପର ନୁହେଁ। ପୂର୍ବବର୍ତ୍ତୀ ଶ୍ଲୋକମାନଙ୍କରୁ ଏହା ଜଣାଯାଇଛି। ଜୀବାତ୍ମା ନାଶଶୀଳ ନୁହେଁ, ତାହାକୁ କେହି ହତ୍ୟା କରିପାରିବେ ନାହିଁ, କାରଣ ତାହା ଦିବ୍ୟ ଭାବରେ ଗଠିତ। ଯାହା ନାଶଶୀଳ ବା ଯାହାକୁ ହତ୍ୟା କରାଯାଇପାରେ ତାହା ହେଉଛି ଏ ଶରୀର। ଅବଶ୍ୟ ଏକଥା ବୁଝିବାକୁ ହେବ ନାହିଁ ଯେ ଶରୀରକୁ ନାଶ କରିବା ଉଚିତ କିମ୍ବା ଶରୀରକୁ ନାଶ କଲେ କିଛି ଅସୁବିଧା ନାହିଁ। ଦୈବିକ ଉପଦେଶ ହେଲା ମାଂ ହିଂସାତ୍ ସର୍ବଭୂତାନି, କାହାରି ପ୍ରତି ହିଂସା ଆଚରଣ କର ନାହିଁ। ପୁନଶ୍ଚ ଏଥିରୁ ଏକଥା ବୁଝିବାକୁ ହେବ ନାହିଁ ଯେ ଆତ୍ମା ତ ମରେ ନାହିଁ, ତେଣୁ ପଶୁବଧ କଲେ କ'ଣ କ୍ଷତି? ବିନା ଅଧିକାରରେ କୌଣସି ଜୀବର ଶରୀରକୁ ବଧ କଲେ ତାହା ବଡ଼ ଜଘନ୍ୟ କାର୍ଯ୍ୟ ଅଟେ ଏବଂ ରାଜ୍ୟରେ ନିୟମ ଅନୁଯାୟୀ ତଥା ଭଗବାନଙ୍କ ନିୟମ ଅନୁଯାୟୀ ହତ୍ୟାକାରୀ ଦଣ୍ଡିତ ହେବ। ଅବଶ୍ୟ ଏଠାରେ ଅର୍ଜୁନ ଧର୍ମ ରକ୍ଷାର୍ଥେ ହତ୍ୟା କରିବା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ସେ ମନ ଇଚ୍ଛା ହତ୍ୟା କରୁନାହାନ୍ତି। ନ ଜାୟତେ ମ୍ରିୟତେ ବା କଦାଚିନ୍ ନ୍ୟାୟଂ ଭୂତ୍ୱା ଭବିତା ବା ନୟଂ ଭୂୟାଃ ଅଜୋ ନିତ୍ୟାଃ ଶାଶ୍ୱତୟଂ ପୁରାଣଃ ନ ହୁନ୍ୟତେ ହୁନ୍ୟମାନେ ଶରୀରେ। ଭଗବାନ ଏଠାରେ କହୁଛନ୍ତି ଆତ୍ମାର ଜନ୍ମ ନାହିଁ ବା ମୃତ୍ୟୁ ନାହିଁ। ଏପରି ସମୟ ନଥିଲା ଯେତେବେଳେ ତାହା ନଥିଲା, ପୁଣି ଏପରି ସମୟ କେବେ ହେବ ନାହିଁ ଯେତେବେଳେ ତାହା ନଥିବ। ତାହା ଅଜ, ଶାଶ୍ୱତ, ସର୍ବଦା ଦିବ୍ୟମାନ, ଅମର ଏବଂ ପୁରାତନ ଅଟେ। ଶରୀରର ମୃତ୍ୟୁରେ ତାହାର ମୃତ୍ୟୁ ହୁଏ ନାହିଁ। ପ୍ରିୟ ଶ୍ରୋତାଗଣ, ପରମାତ୍ମାଙ୍କର ଅତି କ୍ଷୁଦ୍ର ଅଂଶ ଅଣୁ ଆତ୍ମା ଗୁଣରେ ପରମାତ୍ମାଙ୍କ ସହ ସମାନ। ଶରୀରର ଯେପରି ପରିବର୍ତ୍ତନ ହୁଏ ତାହାର ସେପରି ପରିବର୍ତ୍ତନ ହୁଏ ନାହିଁ। ବେଳେବେଳେ ଆତ୍ମାକୁ ସ୍ଥିର ବା କୂଟସ୍ଥ ବୋଲି କୁହାଯାଏ। ଶରୀରର 6 ପ୍ରକାର ପରିବର୍ତ୍ତନ ହୁଏ, ଯଥା ଏହା ମାତୃ ଗର୍ଭରେ ଜନ୍ମ ଲାଭ କରେ, କିଛି କାଳ ରହେ, ବୃଦ୍ଧି ପ୍ରାପ୍ତ ହୁଏ, କିଛି ସନ୍ତାନ ଉତ୍ପାଦନ କରେ, କ୍ରମେ କ୍ଷୀଣ ହୁଏ ଏବଂ ଅବଶେଷରେ ବିସ୍ତୃତି ଗର୍ଭରେ ଲୀନ ହୁଏ। କିନ୍ତୁ ଆତ୍ମାର ଏ ପ୍ରକାର ପରିବର୍ତ୍ତନ ହୁଏ ନାହିଁ। ଆତ୍ମା ଜନ୍ମ ହୁଏ ନାହିଁ, କିନ୍ତୁ ସେ ଏକ ଜଡ଼ ଶରୀର ଗ୍ରହଣ କରିଥିବାରୁ ଶରୀରଟି ଜନ୍ମ ହୁଏ। ଆତ୍ମା ସେଥି ସହିତ ଜନ୍ମ ହୁଏ ନାହିଁ କି ମରେ ନାହିଁ। ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ଅଛି। ଯେଣୁ ଆତ୍ମାର ଜନ୍ମ ନାହିଁ, ତେଣୁ ତାହାର ଭୂତ ଓ ଭବିଷ୍ୟତ ଓ ବର୍ତ୍ତମାନ ନାହିଁ। ତାହା ଶାଶ୍ୱତ, ଚିର ଦିବ୍ୟମାନ ଏବଂ ପୁରାତନ ଅଟେ, ଅର୍ଥାତ୍ ତାହା କେବେ ପ୍ରଥମେ ସୃଷ୍ଟି ହେଲା ତାହାର ଇତିହାସ ନାହିଁ। କେବଳ ଶରୀର ସମ୍ପର୍କରେ ଆମେ ଆତ୍ମାର ଜନ୍ମ ମୃତ୍ୟୁ ଆଦିର ହିସାବ ଖୋଜୁ। ଶରୀର ଯେପରି ବୃଦ୍ଧ ହୁଏ, ଆତ୍ମା କେବେ ହେଲେ ସେପରି ବୃଦ୍ଧ ହୁଏ ନାହିଁ। ତେଣୁ ତଥାକଥିତ ବୃଦ୍ଧ ବ୍ୟକ୍ତି ତାର ବାଲ୍ୟ କିମ୍ବା ଯୌବନରେ ଯେପରି ଭାବ ଅନୁଭବ କରୁଥିଲା, ସେ ସେହିପରି କରେ। ଶରୀର ପରିବର୍ତ୍ତନ ଆତ୍ମା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ବୃକ୍ଷ ପରି ବା ଯେକୌଣସି ଜଡ଼ ବସ୍ତୁ ପରି ଆତ୍ମା କ୍ଷୀଣ ହୁଏ ନାହିଁ। ଶରୀରର ଉତ୍ପାଦନ ହେଲେ ସନ୍ତାନ ସନ୍ତତି, ସେମାନେ ମଧ୍ୟ ଗୋଟିଏ ଗୋଟିଏ ଆତ୍ମା ଅଟନ୍ତି। କେବଳ ଶରୀର ଯୋଗୁଁ ସେମାନେ କୌଣସି ବ୍ୟକ୍ତିର ସନ୍ତାନ ରୂପେ ପ୍ରତୀତ ହୁଅନ୍ତି। ଆତ୍ମାର ବିଦ୍ୟମାନତା ଯୋଗୁଁ ଶରୀର ବୁଦ୍ଧି ଲାଭ କରେ, କିନ୍ତୁ ଆତ୍ମାର ସନ୍ତାନ ନାହାନ୍ତି କିମ୍ବା ପରିବର୍ତ୍ତନ ନାହିଁ। ତେଣୁ ଆତ୍ମା ଶରୀରର ଷଡ଼ବିଧ ପରିବର୍ତ୍ତନଠାରୁ ମୁକ୍ତ। କଠ ଉପନିଷଦରେ ଆମ୍ଭେମାନେ ମଧ୍ୟ ତଦ୍ରୂପ ଏକ ଶ୍ଲୋକ ଦେଖିବାକୁ ପାଇବା। ନ ଜାୟତେ ମ୍ରିୟତେ ବା ବିପଶ୍ଚିନ୍ ନ୍ୟାୟଂ କୃତସ୍ମିନ୍ ବିଭୁବ କଶ୍ଚିତ୍ ଅଜ ନିତ୍ୟଃ ଶାଶ୍ୱତୟଂ ପୁରାଣ ନ ହୁନ୍ୟତେ ହୁନ୍ୟମାନ ଶରୀରେ। ଭଗବଦ୍ଗୀତାର ଶ୍ଲୋକ ଅର୍ଥ ଓ ଭାବାର୍ଥ ଯାହା, ଏ ଶ୍ଲୋକର ଅର୍ଥ ଓ ଭାବାର୍ଥ ତାହା, କିନ୍ତୁ ଏ ଶ୍ଲୋକରେ ଗୋଟିଏ ଶବ୍ଦ, ସ୍ୱତନ୍ତ୍ର ଶବ୍ଦ ବିପଶ୍ଚିତ ଅଛି, ଯାହାର ଅର୍ଥ ଜ୍ଞାନୀ, ଅର୍ଥାତ୍ ଯାହାର ଜ୍ଞାନ ଅଛି। ଆତ୍ମା ଜ୍ଞାନମୟ ଅର୍ଥାତ୍ ସର୍ବଦା ଚେତନାଶୀଳ ଅଟେ। ତେଣୁ ଚେତନା ହେଉଛି ଆତ୍ମାର ଲକ୍ଷଣ। ହୃଦୟରେ କେଉଁଠି ଆତ୍ମା ବିଦ୍ୟମାନ, ଏହା ଅବଶ୍ୟ କେହି କଦାପି ବାହାର କରିପାରିବେ ନାହିଁ। ତାହା ହେଲେ ବି ଚେତନାର ବିଦ୍ୟମାନତା ଯୋଗୁଁ ବ୍ୟକ୍ତି ଆତ୍ମାର ବିଦ୍ୟମାନତା କଥା ବୁଝିପାରିବ।
ବେଳେବେଳେ ଆକାଶ ମେଘୁଆ ହୋଇଥିବାରୁ ଆମ୍ଭେମାନେ ଆକାଶରେ ସୂର୍ଯ୍ୟଙ୍କୁ ଦେଖିପାରୁନାହୁଁ, କିନ୍ତୁ ସୂର୍ଯ୍ୟାଲୋକ ବରାବର ରହିଛି ଏବଂ ସେଥିରୁ ଆମେ ବୁଝିପାରୁ ଯେ ବର୍ତ୍ତମାନ ଦିବସ ଅଟେ। ବଡ଼ି ସକାଳୁ ଯେତେବେଳେ ଆମେ କିଛି ସୂର୍ଯ୍ୟାଲୋକ ଆକାଶରେ ଦେଖୁ, ସେତେବେଳେ ଆମେ ବୁଝିପାରୁ ଯେ ସୂର୍ଯ୍ୟ ଆକାଶରେ ଅଛନ୍ତି। ଠିକ୍ ସେହିପରି ମାନବ ହେଉ ବା ମାନବତାର ପ୍ରାଣୀ ହେଉ, ଯେତେବେଳେ ଆମେ ଯେ ଶରୀରମାନଙ୍କରେ କିଛି ଚେତନା ଦେଖିବାକୁ ପାଉ, ସେତେବେଳେ ଆମେ ବୁଝିପାରୁ ଯେ ଶରୀରରେ ଆତ୍ମା ବିଦ୍ୟମାନ ଅଛି। ଆତ୍ମାର ଏ ଚେତନା ପରମାତ୍ମାଙ୍କର ଚେତନାଠାରୁ ଭିନ୍ନ, କାରଣ ପରମ ଚେତନାଙ୍କର ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ସମସ୍ତ ଜ୍ଞାନ ଥାଏ। କିନ୍ତୁ ଜୀବାତ୍ମାର ଚେତନା ଏସବୁ ଭୁଲି ଯାଇଥାଏ। ସେତେବେଳେ ସେ ଶ୍ରୀକୃଷ୍ଣଙ୍କ ଶିକ୍ଷାରୁ ପରମ ଜ୍ଞାନଲୋକ ବା ଶିକ୍ଷା ପ୍ରାପ୍ତ ହୁଏ, କିନ୍ତୁ ଶ୍ରୀକୃଷ୍ଣ ଭୁଲି ଯାଇଥିବା ଆତ୍ମା ପରି ନୁହନ୍ତି। ଯଦି ତାହା ହୋଇଥାନ୍ତା, ତାହେଲେ ଶ୍ରୀକୃଷ୍ଣଙ୍କର ଏ ଭଗବଦ୍ଗୀତା ଶିକ୍ଷା କଥା ବ୍ୟର୍ଥ ହୋଇଯାନ୍ତା। ଦୁଇ ପ୍ରକାର ଆତ୍ମା ଅଛନ୍ତି, ଯଥା କ୍ଷୁଦ୍ର ଅଣୁ ଆତ୍ମା ଏବଂ ପରମାତ୍ମା ବା ବିଭୁ ଆତ୍ମା। ଏହା ମଧ୍ୟ କଠ ଉପନିଷଦରେ ନିମ୍ନମତେ କୁହାଯାଇଛି, ଅଣରଣୀୟାନୁହତ ମହୀୟାନ୍ ଆତ୍ମାସ୍ୟ ଯନ୍ତ ନିହତ ଗୁହାୟାମ୍ ତମ କୃତ ପଶ୍ୟତି ବିତଶକ ଧାତୁଃ ପ୍ରସାଦାନ୍ ମହିମାନନ୍ ଆତ୍ମାନଃ। ଉଭୟ ଜୀବାତ୍ମା ଓ ପରମାତ୍ମା ଜୀବର ଶରୀର ବୃକ୍ଷରେ ହୃଦୟ ମଧ୍ୟରେ ଅବସ୍ଥାନ କରୁଛନ୍ତି। ଯେଉଁ ବ୍ୟକ୍ତି ପରମାତ୍ମାଙ୍କର କୃପାରୁ ସମସ୍ତ ଭୌତିକ କାମନାରୁ ତଥା ଦୁଃଖ ଶୋକରୁ ମୁକ୍ତ, ସେହି ଆତ୍ମାର ମାହାତ୍ମ୍ୟ ବୁଝିପାରିବ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପରମାତ୍ମାଙ୍କର ଉଦ୍ଭବସ୍ଥଳ। ପରବର୍ତ୍ତୀ ଅଧ୍ୟାୟମାନଙ୍କରୁ ଏକଥା ଜଣାପଡ଼ିବ। ଅର୍ଜୁନ ହେଉଛନ୍ତି ଅଣୁ ଆତ୍ମା, ଯେ କି ନିଜର ସ୍ୱରୂପ ସ୍ଥିତିକୁ ଭୁଲି ଯାଇଛନ୍ତି। ତେଣୁ ସେ ଭଗବାନ କୃଷ୍ଣଙ୍କଠାରୁ କିମ୍ବା ତାଙ୍କର ଉପଯୁକ୍ତ ପ୍ରତିନିଧି ବା ଗୁରୁଙ୍କଠାରୁ ଜ୍ଞାନଲୋକ ପ୍ରାପ୍ତି ହେବା ଦରକାର କରୁଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ଲୋକ 20 ପର୍ଯ୍ୟନ୍ତ ଆଲୋଚନା କଲୁ। ଆତ୍ମା ବିଷୟରେ ଯେଉଁ ସନ୍ଦେହ ମଣିଷ ଭିତରେ ଥାଏ, ତାହା ଏହି ଅଧ୍ୟାୟରେ ଆପଣଙ୍କର ଦୂର ହେବ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆପଣଙ୍କ ପାଇଁ ସେକେଣ୍ଡ ଚାପ୍ଟରଟି ବହୁତ ଜରୁରୀ ଅଟେ। ଶ୍ଲୋକଗୁଡ଼ିକ ମନ ଦେଇ ଶୁଣନ୍ତୁ। ହରେ କୃଷ୍ଣ।